पवित्र मकर संक्रांति रे पारଳାଖେମୁଣ୍ଡି जगन्नाथ मंदिर रे जगन्नाथଙ୍କ दर्शन ପାଇଁ ଭକ୍ତଙ୍କ ସମାବେଶ। ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀଜୀଉଙ୍କ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼। ଆଜି ପବିତ୍ର ମକର ସଂକ୍ରାନ୍ତି ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ। ଉତ୍ତର ଭାରତରେ ଏହାକୁ ଲୋହରୀ କୁହାଯାଉଥିବା ବେଳେ ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ। ମକର ସଂକ୍ରାନ୍ତିରେ ଆଜି ଜଗନ୍ନାଥଙ୍କ ଦର୍ଶନ ପାଇଁ ବହୁ ସମାଗମ ହୋଇଥିବାର ଦେଖିବାକୁ ମିଳିଛି। ବିଶେଷ କରି ମକର ସଂକ୍ରାନ୍ତି ପାଇଁ ଆଜି ଘରେ ଘରେ ପ୍ରସ୍ତୁତ ହେଉଛି ମକର ଚାଉଳ। ଲୋକମାନେ ଘରେ ଏହି ମକର ଚାଉଳକୁ ଠାକୁରଙ୍କ ପାଖରେ ଭୋଗ ଲଗାଇବା ସହ ମନ୍ଦିର ମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ଆୟୋଜନ କରାଯାଉଛି। ମକର ସଂକ୍ରାନ୍ତି ସମୟରେ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ। ତେଣୁ ଏହି ଦିନ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର ସମୂହ ମିଶ୍ରଣରେ ମକର ଚାଉଳ ଭୋଗ କରି ପ୍ରଥମ ଭୋଗ ଜଗନ୍ନାଥଙ୍କୁ ସମର୍ପଣ କରିବା ପାଇଁ ଜଗନ୍ନାଥଙ୍କ ମନ୍ଦିରରେ ଭକ୍ତ ବହୁ ସମାଗମ ହୋଇଥିବାର ଆଜି ଦେଖିବାକୁ ମିଳିଛି। ସୋରିଷ ଫୁଲର ପଥେ ଥରେ ନିଅ ହେ ମାଧବ ମତେ, ସେଇ ସୋରିଷ ଫୁଲର ପଥେ ଥରେ ନିଅ ହେ ମାଧବ ମତେ। ବିଦ୍ୟାପତି ସିନା ସୋରିଷ ବୁଣିଲା, ସୋରିଷ ଫୁଲ ତ ମୋ ମନ କିଣିଲା। କହ ମୁଁ ଝୁରିବି କେତେ ଥରେ ନିଅ ହେ ମାଧବ ମତେ, ସେଇ ସୋରିଷ ଫୁଲର ପଥେ ଥରେ ନିଅ ହେ ମାଧବ ମତେ। ତୁଳସୀ ମହକା ନୀଳାଚଳ ପଥେ ଡୋରି ନ ଲାଗିଲା ନାହିଁ। ତୁଳସୀ ମହକା ନୀଳାଚଳ ପଥେ ଡୋରି ନ ଲାଗିଲା ନାହିଁ। ମୁଁ ଜାଣିଛି ପ୍ରଭୁ ଦେଖା ଦବ ତୁମେ, ଲଳିତାର ଆଖି ନେଇ ହୋଇଥିବ ରାତି ନିରୋଳା ନିରୋଳା। ଚନ୍ଦନ ବାସରେ ଉଛୁଳା ଉଛୁଳା, କହ ମୁଁ ଝୁରିବି କେତେ ଥରେ ନିଅ ହେ ମାଧବ ମତେ। ସେଇ ସୋରିଷ ଫୁଲର ପଥେ ଥରେ ନିଅ ହେ ମାଧବ ମତେ, ଥରେ ନିଅ ହେ ମାଧବ ମତେ। ନମସ୍କାର, ମୁଁ ସ୍ନେହା ବେହେରା, ପାରଳା ମାଟିର ବାସିନ୍ଦା। ସର୍ବପ୍ରଥମେ ତ ସମସ୍ତଙ୍କୁ ଆଜିର ଏହି ମକର ଉତ୍ସବର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଜଗତର ଜଗନ୍ନାଥଙ୍କ ପାଖରେ ମୋର ତ ସବୁବେଳେ କାମନା ରହିବ ଯେ ବିଶ୍ୱରେ କେମିତି ଶାନ୍ତି ରହୁ, ସମସ୍ତେ କେମିତି ଭାତୃତ୍ୱ ଭାବର ସହିତ ରୁହନ୍ତୁ। ଆଜି ହେଉଛି ଯେଉଁ ମକର ସଂକ୍ରାନ୍ତି, ଭଗବାନଙ୍କ ପାଖରେ ମଧ୍ୟ ନୂତନ ବସ୍ତ୍ର ଲାଗି ହେଲାଣି। ଲକ୍ଷ୍ମୀ ମା ମଧ୍ୟ ଭାର ଧରି ଆସିଲେଣି ତାଙ୍କ ମା ଘରୁ। ସମସ୍ତଙ୍କ ଘର ଗୁଡ଼ିକରେ ଝୋଟି ଅର୍ପଣା ହେଇଛି। ଏହା ତେଲୁଗୁ ଲୋକମାନଙ୍କର ମଧ୍ୟ ଏକ ମୁଖ୍ୟ ପର୍ବ ଏବଂ ପାରଳା ଅଞ୍ଚଳରେ ଆପଣମାନେ ଦେଖିବେ ଓଡ଼ିଆ ତେଲୁଗୁ ସମସ୍ତେ ଏଠି ବସବାସ କରନ୍ତି। ତ ସମସ୍ତେ ଭାଇଚାରାର ସହିତ ଏହି ପର୍ବଟି ପାଳନ କରୁଛନ୍ତି। ସବୁ ଘରେ ଆବାଳ ବୃଦ୍ଧ ବନିତା ସମସ୍ତେ ପୂଜା ପର୍ବରେ ମଧ୍ୟ ମଝି ରହୁଛନ୍ତି। ଯେମିତିକି ଆମେ ସଂସ୍କୃତିର ମଧ୍ୟ ପ୍ରଚାର କରିବା ଦରକାର, ଠିକ୍ ସେହିଭଳି ଏହି ମକର ସଂକ୍ରାନ୍ତିରେ ଆମକୁ କ'ଣ ଏକ ନୂତନ ବାର୍ତ୍ତା ଦେଉଛି ଯେ କିଭଳି ଭାବରେ ଆମେ ପୂଜା ପର୍ବ ଗୁଡ଼ିକୁ ପାଳନ କରି ସମସ୍ତେ ଏକ ଐକ୍ୟ ଭାବରେ ରହିବା ଏବଂ ଏକତା ଭାବରେ ରହିବା ସହିତ ଜଗତର କେମିତି ଉନ୍ନତି ହେବ ଏବଂ ପୂଜା ପର୍ବ ପାଳନ କରିବା ଦ୍ୱାରା ମନରେ ମଧ୍ୟ ଆମର ଆତ୍ମୀୟ ଶାନ୍ତି ମିଳେ। ମନ୍ଦିରକୁ ଆସିଲେ ଆମକୁ ଏମିତି ଲାଗେ ଯେ ସତେକି ଆମେ ଜୀବନର ସବୁ ଦୁଃଖ ଭୁଲି ସାରି ଠାକୁରଙ୍କୁ ଦେଖିଲେ ମଧ୍ୟ ଆପଣମାନେ ଭାବ ବିହ୍ୱଳ ହେଇଯିବେ। ଠାକୁର ଜଣେ ଏଇଠି ବସିଛନ୍ତି ଚତୁର୍ଦ୍ଧା ମୂରତି, ଯାହାଙ୍କ ପାଖରେ ସେ ମଧ୍ୟ ଆମକୁ ସୂଚନା ଦେଉଛନ୍ତି ଏହି ଜଗତ ମଧ୍ୟ ସମ୍ପୂର୍ଣ୍ଣ ଶୂନ୍ୟ, ଏହି ଜଗତ ମଧ୍ୟ ସମ୍ପୂର୍ଣ୍ଣ ବ୍ରହ୍ମ। ଯଦି ଆମେ ବ୍ରହ୍ମକୁ ଉପାସନା କରିବା, ସବୁ ପୂଜା ମାଧ୍ୟମରେ ଆମେ ସେ ପୂଜାର ମହତ୍ତ୍ୱ ଜାଣିବା। ମକର ସଂକ୍ରାନ୍ତିର ମହତ୍ତ୍ୱ କ'ଣ, ମକର ସଂକ୍ରାନ୍ତିରେ କିଭଳି ଭାବରେ ନୀତି ନିୟମ ପାଳନ କରିବା, ଯୋଉଦ୍ୱାରା କି ଆମେ ଆମ ପୂର୍ବପୁରୁଷମାନଙ୍କର କଥାକୁ ମଧ୍ୟ ଆମେ ସ୍ମରଣ କରିବା। କିଭଳି ଭାବରେ ପିଠାପଣା ଗୁଡ଼ିକ ପ୍ରସ୍ତୁତ ହେଉଛି, ପିଠାପଣା ପ୍ରସ୍ତୁତ କରିବା ଆରମ୍ଭଠୁ ନେଇକି ଆମର ଝୋଟି ପକାଇବା ସବୁ ପ୍ରକାର କୌଶଳ ମଧ୍ୟ ଆମେ ଶିଖିପାରିବା, ଯାହାକି ଆଜିର ଯୁବଗୋଷ୍ଠୀକୁ ଦରକାର। ଏବଂ ଆମେ ଯୁବଗୋଷ୍ଠୀମାନେ ସର୍ବପ୍ରଥମେ ସବୁକିଛି ଜିନିଷ ଗୁଡ଼ିକୁ ବୁଝିବା ଆମର ମହାପୁରୁଷମାନଙ୍କ ଠାରୁ ବା ଆମର
ପିଢ଼ିର ପିଢ଼ି ପୁରୁଷମାନଙ୍କୁ ଛାଡ଼ୁ, ତାହେଲେ ଯାଇକି ଆମେ ପ୍ରକୃତରେ ଏହି ପୂଜାର ମହତ୍ତ୍ୱ ମଧ୍ୟ ଜାଣିବା ଏବଂ ସମସ୍ତଙ୍କୁ ସୂଚିତ ମଧ୍ୟ କରିବା। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ୍ ଓଡ଼ିଶା।